ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି। ଚଳିତ ବର୍ଷ ଜୁନ୍ ମାସରେ ୟୁପିଆଇ ମାଧ୍ୟମରେ କାରବାର 24 ଲକ୍ଷ କୋଟିରୁ ଅଧିକ ହୋଇଛି। ଏହି ସମ୍ପର୍କରେ ଏକ ରିପୋର୍ଟ। ଭାରତର ଆର୍ଥିକ କାରବାର ଇକୋସିଷ୍ଟମରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଖୁଚୁରା ବ୍ୟବସାୟିକ କାରବାରରେ ଅଭିବୃଦ୍ଧି ଶୀର୍ଷକ ରିପୋର୍ଟରେ ଆଇଏମ୍ଏଫ୍ କହିଛି ୟୁପିଆଇ ମାଧ୍ୟମରେ ମାସିକ 18 ବିଲିୟନରୁ ଅଧିକ ଆର୍ଥିକ କାରବାର ହେଉଛି। ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ ଦ୍ୱାରା 2016ରେ ୟୁପିଆଇ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଏକ ମୋବାଇଲ ଆପ୍ ସହିତ ଲିଙ୍କ କରାଯିବା ସହ ତୁରନ୍ତ ଆର୍ଥିକ କାରବାର କ୍ଷେତ୍ରକୁ ଏହା ଗତିଶୀଳ କରିଛି। ଆଇଏମ୍ଏଫ୍ କହିଛି କ୍ଷୁଦ୍ର ବ୍ୟବସାୟୀକୁ ଏହା ସହଯୋଗ ପ୍ରଦାନ କରୁଛି। ସରକାରୀ ତଥ୍ୟ ଅନୁଯାୟୀ ୟୁପିଆଇ ମାଧ୍ୟମରେ ପ୍ରତି ମାସରେ ହେଉଥିବା ଆର୍ଥିକ କାରବାର ଭାରତର ମୋଟ ଡିଜିଟାଲ ପେମେଣ୍ଟର 85%ରେ ପହଞ୍ଚିଛି। ଗତ ଜୁନ୍ ମାସରେ 24,03,000 କୋଟି ଟଙ୍କାର କାରବାର ହୋଇଛି। ଗତବର୍ଷ ତୁଳନାରେ ଏହା 32% ଅଧିକ ବୋଲି ଜଣାପଡ଼ିଛି। 491 ନିୟୁତ ଉପଭୋକ୍ତା ଏବଂ 65 ନିୟୁତ ବ୍ୟବସାୟୀ ୟୁପିଆଇ ମାଧ୍ୟମରେ କାରବାରରେ ସଂଶ୍ଳିଷ୍ଟ ହୋଇଛନ୍ତି। ଏଥିରେ 675ଟି ବ୍ୟାଙ୍କକୁ ଯୋଡ଼ାଯାଇପାରିଛି। ଖୁଚୁରା ବ୍ୟବସାୟ ସୁରକ୍ଷିତ ହେବା ସହ ଦେଶର ବହୁ ନାଗରିକ ଆର୍ଥିକ କାରବାର ପାଇଁ ୟୁପିଆଇ ଉପରେ ନିର୍ଭର କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।